କୁକୁରର କ୍ଷୀର ପିଇକି ବଡ ହେଇଛି। ଇଏ ତାକୁ କ୍ଷୀର ଦଉଛି ଦବା କଥା ନୁହେଁ, ସେ କ୍ଷୀର ଦେଇକି ୟାକୁ ବଡ କରିଛି ମାନେ ତାଠୁ ବଡ ଉଦାହରଣ କଣ ଅଛି ଆଉ ଦୁନିଆରେ। ମାଟା ଆକ୍ସିଡେଣ୍ଟ ହେଇଥିଲା, ସେ ଛୁଆଟା ରହିଥିଲା, ସେ କୁକୁର ସାଙ୍ଗରେ ପଳେଇ ଆସିଲା ଏଠି। ଇଏ ଦୁଷ୍ଟ କଣ, ସେ ଘରର ଯେତେ ଡ୍ରେସ ଗାମୁଛା ସବୁ ନେଇଯିବ ମୁଣ୍ଡରେ ଓଢିକି ସେ ବୁଲିବ। ସବୁ ଡ୍ରେସ ନେଇକି କୁକୁରକୁ ଦେଇଦିଏ। ଘର ଯାହା ଜିନିଷ ଦେଖିବ, ଯେମିତି ଆମ ଟୋପି ଦେଖିବ ସେ ପିନ୍ଧିଦବ, ଟୋପି ପିନ୍ଧିକି ମୁଣ୍ଡରେ ପୁରା ବୁଲିବ। ସେ ଟୋପି ନେଇକି କୁକୁରକୁ ଦେଇଦବ, ସିଏ 4 ଜଣ ନେଇକି ତାକୁ ବୁଲାବୁଲି କରିବ। ମାନେ ଏତେ ବଡ ମେସେଜ କି ଏଇଠୁ ଉଦାହରଣ ଶିଖିବା ଦରକାର କି ଯୋଉଟା ସମାଜରେ ଦେଖା ଯାଉଛି ସେଟା ସମ୍ପୂର୍ଣ୍ଣ ଭୁଲ। କେହି କାହା ସାଙ୍ଗରେ ବି ଆଟାଚ ହେଇକି ରହିପାରିବେ। ଯଦି ଭଲ ପାଇବା ଯଦି କୁକୁରକୁ ବନ୍ଦରଠୁ ମିଳେ କି ବନ୍ଦରଠୁ କୁକୁରକୁ ମିଳେ, ସେମାନେ ଯଦି ଏତେ ଘନିଷ୍ଠ ହେଇକି ରହିପାରୁଛନ୍ତି, ସମାଜରେ ତ ସମସ୍ତେ ରହିପାରିବେ। ତାଙ୍କୁ ଏରିଆର କୁକୁର ମାନେ ବି ଜାଣି ଦେଇଛନ୍ତି ୟା ସାଙ୍ଗରେ କେହି ଲାଗନ୍ତି ହିଁ ନାହିଁ। ଆମର ଏଇ ଆଗ ଛକଟି ସେ ଆକ୍ସିଡେଣ୍ଟ ହେଇଗଲା, ମା ସହିତ ଥିଲା। ଆକ୍ସିଡେଣ୍ଟ ହେଲା ପରେ ସେ କୁକୁର ପିଠି ଉପରେ ବସିଗଲା। ବସିଲା ପରେ କୁକୁର ତାକୁ ନେଲା, ତାର କ୍ଷୀର ଛୋଟ ଛୁଆ ଥିଲା, କ୍ଷୀର ତାର ବି ଛୁଆ ହେଇଥିଲେ କୁକୁରର, ସେ ଅଟୋମେଟିକ ତାର କ୍ଷୀର ପିଇବା ଭୋକରୁ ପିଇବା ଷ୍ଟାର୍ଟ କଲା। ହେଲେ ଏମିତି ଭଲ ପାଇବା କୁକୁର ବନ୍ଦରରେ ଆମେ କୋଉଠି ଦେଖିନଥିଲୁ, ଯାହା ମୁଭିରେ ଟିକେ ଦେଖିଥିଲୁ, ଏନା ପ୍ରକୃତିରେ ଆମେ ଦେଖୁଛୁ। ମଣିଷ ଆକ୍ଚୁଆଲି ଏଇ ପଶୁକୁ ଶିଖିବା ଦରକାର। ଆକ୍ଚୁଆଲି ଆମ ସେ ଯୋଉ କୁକୁର ଦେଖିଛ, ସେ ତା ନାଁ ହଉଛି ଲାଇଗର, ଆଉ ସେ ଯୋଉ ବନ୍ଦର ଦେଖିଛ ତା ନାଁ ହଉଛି ରେଞ୍ଚୋ। ସେ ଦି ଜଣକୁ ପରସ୍ପରକୁ ଏତେ ଭଲ ପାଇ ଯାଇଛନ୍ତି କି ଦି ଜଣ ତାଙ୍କ ବିନା ରହିପାରୁନାହାନ୍ତି। କୁକୁର ଆଉ ବନ୍ଦର ଜମା ବି ପଡେ ନାହିଁ। ଏଇଟା ଗୋଟେ ମୋ ହିସାବରେ ଉଦାହରଣ କି କୁକୁରର ବନ୍ଦର ଏତେ ଭଲ ବଣ୍ଡିଙ୍ଗ ଆପଣ ଦେଖିପାରୁଥିବେ ଦି ଜଣ ଦେଖିକି। ଆଉ ଏ କୁକୁରଙ୍କୁ ବି କେହି କିଛି କହିଲେ ମାନେ ସେ ବନ୍ଦର ଚଢି ବସେ, ଆଉ ବନ୍ଦରକୁ ବି କେହି ଟଚ୍ କଲେ ମାନେ ସେ କୁକୁର ମାନେ ବି ଛାଡିବେନି। ଏତେ ପରସ୍ପର ଭିତରେ ଭଲ ପାଇବା ଅଛି। ଆମେ ଦେଖୁଥିଲୁ ରାସ୍ତା ଉପରେ ମାନେ କୁକୁର ଉପରେ ସେ ମାଙ୍କଡଟି ବସିକିରି ଆସୁଥିଲା, ଆଉ କ୍ଷୀର ବି ଖାଉଛି ସେ। ଇଏ ଆକ୍ଚୁଆଲି କୁକୁରର କ୍ଷୀର ପିଇକି ବଡ ହେଇଛି। ହଁ। ଆଉ କେମିତି କଣ ଆପଣ ପାଇଥିଲେ ନା କଣ? ପାଇନଥିଲେ, ସେ ଆକ୍ଚୁଆଲି ତା ମାଟା ଆକ୍ସିଡେଣ୍ଟ ହେଇଥିଲା, ସେ ଛୁଆଟା ରହିଥିଲା, ସେ କୁକୁର ସାଙ୍ଗରେ ପଳେଇ ଆସିଲା ଏଠି। ଆସିଲା ପରେ କୁକୁର ତାକୁ କ୍ଷୀର ଦେଲା, ସବୁ ଦେଲା, ପୁରା ମା ଭଳିଆ ତା ଯତ୍ନ ନେଇକି ତାକୁ ରଖିଛି। ଆଉ ଏ କୁକୁର ବିନା କୁଆଡେ ଯାଉନି ବି, ଯୁଆଡେ ବି ଯାଏ କୁକୁର ଉପରେ ବସିକି ଯାଏ। ମେଳା ଯାଆନ୍ତି, ସବୁ ଜାଗାକୁ ଯାଆନ୍ତି, ଛକ ବଜାର ସବୁଆଡେ ବୁଲନ୍ତି। ତାଙ୍କୁ ଏରିଆର କୁକୁର ମାନେ ବି ଜାଣି ଦେଇଛନ୍ତି ୟା ସାଙ୍ଗରେ କେହି ଲାଗନ୍ତି ହିଁ ନାହିଁ। ତାର ଗୋଟେ ସାଙ୍ଗ ଅଛି, ଖୋଲା ବୁଲୁଛି, ତାକୁ କୌଣସି ରୋକଠୋକ ନାହିଁ, କାହାକୁ କାମୁଡା କାମୁଡି କି ହଇରାଣ ଏସବୁ ବି ନାହିଁ ତାର। ହଁ, ନିଶ୍ଚିତ ଭାବେ ଏତେ ଭଲ ପାଇବା ଦେଖିଲେ ବି ଖୁସି ଲାଗୁଛି, ଯାଉନି ବି। ଆପଣ ଜାଣିଥିବେ କି ଏଇ ଯୋଉ ମାନେ ବାହାର ପଶୁଙ୍କୁ ପାଳିବାଟା ଗୋଟେ ବନ୍ୟ ପ୍ରାଣୀ ପାଳିବା ଗୋଟେ ଅପରାଧ ବୋଲିକା। ନିଶ୍ଚିତ ଭାବେ କଣ ଆକୁ ଶିଙ୍କୁଳି ପକେଇକି ଘରେ ପାଳୁଛନ୍ତି? ନା ନା ନା, ଆପଣ ଦେଖିପାରୁଥିବେ, ଦେଖ ସେ ରୋଡରେ ବୁଲୁଛି ଆଜାଦ ହେଇକି। ସେ ଆକ୍ଚୁଆଲି ସେ କୁକୁରକୁ ପୁରା ଗୋଟେ ପରିବାର ଭଳିଆ ଭାବି ଦେଇଛି। ତା ଯେତେ ତାର କୁକୁରର ପିଲାମାନେ ଅଛନ୍ତି ତାଙ୍କ ସାଙ୍ଗରେ ସେ ଖେଳା ଦୋଡା ହେଇକି ପୁରା ହାପିନେସ ରେ ଥାଏ। ଆମେ ଓଲଟା ତାକୁ ଖାଇବା ଅଗୁର ସେଉ ସବୁ ଆଣିକି ଦଉଛୁ, ବାକି ସେ ତା ସାଙ୍ଗରେ ଆପଣ ଦେଖିପାରୁଥିବେ ସେ କୋଉ ତାର କଣ କିଛି ଅଛି, ସେ ପୁରା ଖୋଲା ଆଜାଦ। ତା ଇଚ୍ଛା ଅଛି ସେ ରହୁଛି, ନହେଲେ ସେ କୁକୁର ସହିତ ଯାଉଛି ବୁଲିବା ପାଇଁ। ତାକୁ କେମିତି କଣ ମାନେ ପ୍ରଥମ ଦେଖା କେମିତି ହେଇଥିଲା? ପ୍ରଥମ ଦେଖା ଇଏ ଆମର ଏଇ ଆଗ ଛକଟି ସେ ଆକ୍ସିଡେଣ୍ଟ ହେଇଗଲା, ତ ମା ସହିତ ଥିଲା। ଆକ୍ସିଡେଣ୍ଟ ହେଲା ପରେ ସେ କୁକୁର ପିଠି ଉପରେ ବସିଗଲା। ବସିଲା ପରେ କୁକୁର ତାକୁ ନେଲା, ତାର କ୍ଷୀର, ସେ ଛୋଟ ଛୁଆ ଥିଲା, କ୍ଷୀର ତାର ବି ଛୁଆ ହେଇଥିଲେ କୁକୁରର, ସେ ଅଟୋମେଟିକ ତାର କ୍ଷୀର ପିଇବା ଭୋକରୁ ପିଇବା ଷ୍ଟାର୍ଟ କଲା। ହଁ, ସେଥିପାଇଁ ତାର ବି ଛୁଆ ଜନ୍ମ ହେଇଥିଲେ କୁକୁରର, ସେ ଆଉ ମାକୁ ତ ପାଇଲାନି, ୟା କ୍ଷୀର ପିଇକି ବଡ ହେଲା। ଆଜି ପର୍ଯ୍ୟନ୍ତ ତା ସହିତ ଅଛି, ଆଉ ତା ସହିତ ତା ପିଲା ଛୁଆ ସହିତ
ସମସ୍ତଙ୍କ ସହିତ ସେ ଅଛି। ଆଚ୍ଛା ଏଇ ରାଞ୍ଚ ଆଉ ନାଁଟା ଏରିଆର ଗେଲା ହେଇଯାଇଛି ପୁରା। ଆଚ୍ଛା ଏଇ ରାଞ୍ଚ ନାଁଟା କିଏ ଦେଇଛନ୍ତି? ଆମେ ତାକୁ ଦେଲୁ ଡେଲି ଦେଖିଲୁ ଯେତେବେଳେ ଆମ କୁକୁର ସହିତ ତାର ଭଲ ପାଇବାଟା ଦେଖିକି ଓହୋ। ନାଁଟା ଦେଇଛୁ। ପୁରା ଏରିଆ ଏ ଦି ଜଣ ଫେମସ। ସମସ୍ତେ ଆସନ୍ତି ୟାଙ୍କର ଭିଡିଓ କରିକି ଯାଆନ୍ତି। ଏମାନେ ବୁଲୁଛନ୍ତି ଛକରେ। ଆଜି ବି ଛକରୁ ତାଙ୍କର ଭିଡିଓ ଆମେ ଫୁଟେଜ ବି ସବୁ ଛକରେ ହିଁ ଦେଖିଲୁ ସେ କୁକୁର ଉପରେ ବସିକି ହଁ ଆସୁଥିଲେ, ବସିକି ତାକୁ ଯାଉଛି। ପିଛା କରିକି ଆମେ ଆସିଲୁ। ମାନେ ଏତେ ଭଲ ପାଇବା ଗୋଟେ ହଁ। ମଣିଷ ଭିତରେ ଗୋଟେ ଭଲ ପାଇବାଟା ମିଳିବାଟା କଷ୍ଟ ହେଇଯାଉଛି, କିନ୍ତୁ ଏଇ ଆମର ଭଲ କୁକୁର ପାଇବାଟା ବନ୍ଦ କେମିତି? ଯଦି ଥାନ୍ତି ଏ ଯାଇକି ତାଙ୍କ ଗେଟ୍ ବି ଖୋଲିଦିଏ। ହଁ ଆଚ୍ଛା ହଁ ଆମର ଗୋଟେ ବାଉଣ୍ଡ୍ରି ଅଛି, ତା ଭିତରେ କୁକୁର ରହିବେ। ଯୋଉ ଗେଟ୍ ଟା ଲଗା ହେଇଥାଏ ଇଏ ବାବୁ କେତେବେଳେ ଯାଇକି ତାଙ୍କ ଗେଟ୍ ଖୋଲି ଦିଅନ୍ତି, ସମସ୍ତଙ୍କୁ ଆଜାଦ କରିଦିଅନ୍ତି। ହଁ ଆଚ୍ଛା ଇଏ ଦୁଷ୍ଟ ହୁଏ ନା ନାଇଁ ଶାନ୍ତ ପିଲା ଭଳିଆ ରୁହେ? ଇଏ ଦୁଷ୍ଟ କଣ, ସେ ଘରର ଯେତେ ଡ୍ରେସ୍ ଗାମୁଛା ସବୁ ନେଇଯିବ ମୁଣ୍ଡରେ ଓଢିକି ସେ ବୁଲିବ। ହଁ ହଁ ଆଚ୍ଛା ମାନେ ଘରର ଗୋଟେ ମେମ୍ବର ଭଳି, ହଁ ପୁରା। ଯେମିତି ଘରର ଗୋଟେ ଛୁଆ ଅଳି ଅର୍ଦଳି କରେ, ଖାଇବା ପାଇଁ ହେଲା କି ବୁଲିବା ପାଇଁ ହେଲା, ଇଏ ସବୁ ସେଇଭଳି କାମ କରେ। ସବୁଥିରେ ହାପି, କାହାକୁ କାମୁଡା କୁମୁଡି ନାହିଁ। ସମସ୍ତଙ୍କ ସାଙ୍ଗରେ ଖେଳେ, ଯାହା ଯିଏ ବି ଆସନ୍ତି ତାଙ୍କ ସାଙ୍ଗରେ ମିଶିଯାଏ। ଆଉ ଆଚ୍ଛା ଏଇଠି ଗୋଟେ ଡକ୍ଟର ଅଛନ୍ତି, ସେ ତାଙ୍କୁ ଦେଖିଲେ ତାଙ୍କ ଘରକୁ ଯାଏ, ସେଠି ଖାଇବା ପିଇବା କରିକି ପୁଣି ଆସେ, ଚାରିଆଡେ ବୁଲେ। ଆଚ୍ଛା ଭାଇ ଏମାନେ କେବେ ଏମିତି ହେଇଛି ଯେ ମେଳା ବୁଲିଛନ୍ତି କି ଏମିତି କେବେ ହଁ କିଛି? ଏଠି ଗୋଟେ ମେଳା ଲାଗିଥିଲା, ହଜାର ହଜାର ଲୋକ ଥିଲେ, ତା ମଝିରେ ଏ ଦି ଜଣ ବାବୁ ଚାଲିଲେ। ସେଠି ଯାଇକି ଲୋକ ଖୁସିରେ ତାଙ୍କୁ ଖାଇବା ପାଇଁ ଦେଲେ, ଖାଇ ପିଇକି ପୁରା ପୁରା ପ୍ରତ୍ୟେକ ଦିନ ମୀନା ବଜାର ଯାଉଥିଲେ। କିନ୍ତୁ ୟାଙ୍କ ସହିତ ତ ସମସ୍ତେ ସେଲଫି ନେବା ପାଇଁ ବୋଲି ତ ଭିଡ ଜମି ହଁ ଯାଉଥିବ। ହଉଛି, ମାନେ ଇଏ ଗୋଟେ ବହୁତ ଭାଇରାଲ ହେଇଗଲେଣି ଏମାନେ। ମାନେ ଲୋକାଲ ଏରିଆ ମିଡିଆ ମାଧ୍ୟମରୁ ପୁରା ସେ ଓଡିଶାରେ ଫେମସ ହେଇଯିବେ ମତେ ଲାଗୁଛି। ଆଚ୍ଛା ହେଲେ ଏମିତି ଭଲ ପାଇବା କୁକୁର ବନ୍ଦରରେ ଆମେ କୋଉଠି ଦେଖିନଥିଲୁ। ଯାହା ମୁଭିରେ ଟିକେ ଦେଖିଥିଲୁ, ଏଇନା ପ୍ରକୃତିରେ ଆମେ ଦେଖୁଛୁ। ଆଚ୍ଛା ଭାଇ ଇଏ ଗୋଟେ ବଡ ମେସେଜ ମଣିଷ ସମାଜକୁ ଦଉଛନ୍ତି। ମାନେ ଏତେ ବଡ ମେସେଜ କି ଏଇଠୁ ଉଦାହରଣ ଶିଖିବା ଦରକାର କି ଯୋଉଟା ସମାଜରେ ଦେଖା ଯାଉଛି ସେଟା ସମ୍ପୂର୍ଣ୍ଣ ଭୁଲ। କେହି କାହା ସାଙ୍ଗରେ ବି ଆଟାଚ ହେଇକି ରହିପାରିବେ। ଯଦି ଭଲ ପାଇବା ଯଦି କୁକୁରକୁ ବନ୍ଦରଠୁ ମିଳେ କି ବନ୍ଦରଠୁ କୁକୁରକୁ ମିଳେ, ସେମାନେ ଯଦି ଏତେ ଘନିଷ୍ଠ ହେଇକି ରହିପାରୁଛନ୍ତି, ସମାଜରେ ତ ସମସ୍ତେ ରହିପାରିବେ ଯଦି ୟାଙ୍କ ଭଳିଆ ଭଲ ପାଇବା ଆପଣେଇଲେ। ଆଚ୍ଛା କିନ୍ତୁ ଏଠି ଯଦି ଦେଖିବା ମଣିଷ ହିନ୍ଦୁ ମୁସଲିମ ଭିତରେ ଝଗଡା ହଉଛି, ଏଠି ମଣିଷ ପରସ୍ପର ଧର୍ମ ପରିବର୍ତ୍ତନ। ମଣିଷ ଆକ୍ଚୁଆଲି ଏଇ ପଶୁଠୁ ଶିଖିବା ଦରକାର। ଏବେ ମଣିଷ ପଶୁ ହେଇଗଲେଣି ଆଉ ପଶୁ ମଣିଷ ହେଇଗଲେଣି। ଦେଖିବା ତ ୟାଙ୍କ ପାଖରେ ତ ତାଙ୍କଠୁ ବେଶୀ ଜ୍ଞାନ ଅଛି। ଏମାନେ ଏତେ ପଢିଲା ପରେ ବି ଏତେ ମିଶିକି ରହୁଛନ୍ତି। ଇଏ ତାକୁ କ୍ଷୀର ଦଉଛି, ଦବା କଥା ନୁହେଁ, ସେ କ୍ଷୀର ଦେଇକି ୟାକୁ ବଡ କରିଛି, ମାନେ ତାଠୁ ବଡ ଉଦାହରଣ କଣ ଅଛି ଆଉ ଦୁନିଆରେ ସମାଜରେ। ସବୁ ସବୁ ସମାନ। ତ ଏଠି କୁକୁର ମାଟି ସେଥିପାଇଁ ଏଠି ଆମେ ସମସ୍ତଙ୍କୁ ବି ଏଇ ଭାଇଚାରାରେ ବଞ୍ଚିବା ଦରକାର। ଇଏ ଯୋଉ ପ୍ରକାର ଜାତି ଧର୍ମକୁ ନେଇକି ଗୋଟେ ଖରାପ ମେସେଜ ଥାଏ, ତାକୁ ଦୂର କରିକି ମଣିଷ ହିଁ ସବୁଠୁ ବଡ, ଏଇ ଉଦାହରଣରେ ବଞ୍ଚିବା କଥା। ମଣିଷ ହିଁ ଗୋଟେ ଜାତି, ମଣିଷ ହିଁ ଗୋଟେ ଧର୍ମ ନା କଣ? ବାସ୍ ନିହାତି ଭାବେ। ଓକେ ଭାଇ ଏଇ ଦୁଇ ଜଣଙ୍କ ଏଇ ଯୋଉ ମାଙ୍କଡ ରାଞ୍ଚୋ, ହୁଁ। ତାର ସିଏ ଆପଣଙ୍କ ଜୀବନରେ ଆସିଲା ପରଠୁ ହଁ। ଆପଣଙ୍କର କିଛି ଡେଭଲପମେଣ୍ଟ କିଛି ଲକି ବୋଲି ଭାବନ୍ତି କି ସେ ମାଙ୍କଡ? ଦେଖ ଦୁନିଆରେ ଯିଏ ଆସିବେ ସେଟା ଭଲ ପାଇଁ ଆସନ୍ତି, ଆଉ ନିଶ୍ଚିତ ଭାବେ କିଛି ଖରାପ ତ ହେଇନି। ଯାହା ଯେମିତି ଥିଲା ସବୁ ଠିକ ଚାଲିଛି, ଭଲ ଚାଲିଛି, ଆଉ ଖୁସି ଲାଗେ ମନ ଗୋଟେ ଏମାନଙ୍କ ଭଲ ପାଇବା ଦି ଜଣଙ୍କୁ ଦେଖିଲେ ଖୁସି ଲାଗେ। ଯେତେବେଳେ ବି ଆପଣ ମାଇଣ୍ଡ ଟା ପୁରା ହାପି ହଁ ରହୁଥିବ। ଏଠି ଯିଏ ବି ଯାଉଛି ସେ ମାନେ ଆମ ଘରେ ଏ ରୋଡରେ ଗଲା ମାନେ ସେ ଟିକେ ରହିବ, ନିଶ୍ଚିତ ଭାବେ ଟିକେ ଦେଖିବେ ୟାଙ୍କ ଦି ଜଣଙ୍କର ଭଲ ପାଇବାକୁ ଦେଖିକି ସମସ୍ତେ ଛିଡା ଆଚ୍ଛା ହେଇଯାଆନ୍ତି। ଭାଇ ଆପଣଙ୍କ ଘରେ କେତେ ଜଣ ପରିବାର କିଏ କିଏ ଅଛନ୍ତି ଆପଣ? ଆମ ଘରେ ବାପା ବୋଉ ଭାଇ ଭଉଣୀ ୱାଇଫ ଆଉ ପିଲା ଛୁଆ ମାନେ ସମସ୍ତେ। ଆପଣ ବିବାହିତ? ସମସ୍ତେ। ଆଚ୍ଛା ଆପଣ ସିନା ମାଙ୍କଡକୁ ଭଲ ପାଉଛନ୍ତି, ଆପଣଙ୍କ ସ୍ତ୍ରୀ କଣ ଭଲ ପାଉଥିବ? ଆରେ ଭଲ ଜିନିଷକୁ ସମସ୍ତଙ୍କୁ ଭଲ ଲାଗିବ, ଯୋଉଟା ଖରାପ ଜିନିଷ କାହାକୁ ଭଲ ଲାଗିବନି। ତାଙ୍କ ଭଲ ପାଇବା ଦେଖିଲେ ମୁଁ କଣ ସାରା ଦୁନିଆ ଭଲ ପାଇବ। ଆଚ୍ଛା ନାଇଁ ଭାଉଜ ଏମିତି କୁହନ୍ତିନି ଯେ କଣ ଗୋଟେ କୁକୁର ମାଙ୍କଡ ଆସିକି ରହୁଛନ୍ତି ଇଏ ସିଏ ହଉଛି? ନାଇଁ ନାଇଁ କିଛି ନାଇଁ ଯେ, ଇଏ ଟିକେ ବେଳେ ବେଳେ କଣ କରୁছে ସବୁ ଡ୍ରେସ ନେଇକି କୁକୁରକୁ ଦେଇଦିଏ। ଭାଉଜଙ୍କ ଡ୍ରେସ ମାନେ ନେଇଯାଏ? ଘର ଯାହା ଜିନିଷ ଦେଖିବ, ଯେମିତି ଆମ ଟୋପି ଦେଖିବ ସେ ପିନ୍ଧିଦବ, ଟୋପି ପିନ୍ଧିକି ମୁଣ୍ଡରେ ପୁରା ବୁଲିବ, ହଁ। ସେ ଟୋପି ନେଇକି କୁକୁରକୁ ଦେଇଦବ। ସିଏ ଚାରି ଜଣ ନେଇକି ତାକୁ ବୁଲାବୁଲି କରିବେ। ଆଚ୍ଛା ଏଠି ଖାଇବା ପିଇବାରେ କେମିତି କଣ କରନ୍ତି? ଖାଇବା ପିଇବା ତାକୁ ଦିଅନ୍ତି, ଯାହା କୁକୁରକୁ ଦିଆହବ ସେ ନିଜେ ଖାଇଦବ ତାଙ୍କ ସାଙ୍ଗରେ ମିଶିକି। ଓହୋ ମାନେ ଗୋଟିଏ ଥାଳିରେ ଦି ଜଣ ଖାଆନ୍ତି? ହଁ ଖାଇଦିଅନ୍ତି, ତାଙ୍କର ଅଲଗା ବି ଦିଆ ହୁଏ, ପୁଣି ତ ତାଙ୍କ ସାଙ୍ଗରେ ଖାଏ ଆଉ। କେବେ ଏମିତି ଦେହ ଖରାପ ହେଇଛି ମାଙ୍କଡର କି କୁକୁରର? ନା କେବେ ନାଇଁ, ଦେହ ଖରାପ ହେଇଛି? ଯାହା ସାଙ୍ଗରେ ଭଗବାନ ଅଛନ୍ତି ତାଙ୍କର କଣ ହବ, କିଛି ହବନି।